ଆଜିର ହେଡଲାଇନ୍ ସିପିଆଇଏମ୍ ଓ ସିପିଆଇ ପକ୍ଷରୁ 12 ଘଣ୍ଟିଆ ଚାନ୍ଦବାଲି ବନ୍ଦ। ଅଧିକ ସୂଚନା ଅନୁଯାୟୀ ଚାନ୍ଦବାଲି ବାଲିଗାଁରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ଛାତ୍ରୀ ସନ୍ଧ୍ୟାରାଣୀ ମିଶ୍ରଙ୍କ ହତ୍ୟାକାଣ୍ଡରେ ଲିପ୍ତ ସମସ୍ତ ଅଭିଯୋଗ ଓ ଷଡ଼ଯନ୍ତ୍ରକାରୀମାନଙ୍କୁ ଗିରଫ ସନ୍ଧ୍ୟାରାଣୀ ମିଶ୍ର ଗଣଦୁଷ୍କର୍ମ ହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ। ପୀଡ଼ିତା ସନ୍ଧ୍ୟାରାଣୀ ମିଶ୍ରଙ୍କ ପରିବାରକୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଥାନା ଓ ପୋଲିସ ଫାଣ୍ଡିରେ ଫାଙ୍କା ପଡ଼ିଥିବା ସମସ୍ତ ପୋଲିସ ପଦବୀ ପୂରଣ। ଚାନ୍ଦବାଲିକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା। ରାଜ୍ୟରେ ଫାଙ୍କା ପଡ଼ିଥିବା ସମସ୍ତ ପୋଲିସ ପଦବୀ ପୂରଣ ଓ ପୋଲିସ ସଂଖ୍ୟା ବୃଦ୍ଧି ପାଇଁ ବିଧାନସଭାରେ ରାଜ୍ୟ ସରକାର ନିଷ୍ପତ୍ତି ନେବା। ଆମ ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଦାବି କରି ସିପିଆଇଏମ୍ ଓ ସିପିଆଇ ପକ୍ଷରୁ ମିଳିତ ଭାବେ ଚାନ୍ଦବାଲି ମଧୁବାବୁ ଛକଠାରେ ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥକୁ ବନ୍ଦ କରାଯାଇଥିଲା। 12 ଘଣ୍ଟିଆ ବନ୍ଦ କରାଯାଇଛି। ଆଜିର ନ୍ୟୁଜକୁ